ଶାଗୁଆନ ପଟ୍ଟା ଓ ଫର୍ଣ୍ଣିଚର ତିଆରି ସରଞ୍ଜାମ ଜବତ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା 250ଟି ଶାଗୁଆନ ପଟ୍ଟା ଓ ଫର୍ଣ୍ଣିଚର ତିଆରି ସରଞ୍ଜାମ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କା ଠାରୁ ଅଧିକ ହେବ। ସୂଚନାଯୋଗ୍ୟ ଯେ ଓଡ଼ଗାଁ ନିକଟ ରଙ୍ଗଣୀପାଟଣା ଗ୍ରାମର ବିଶ୍ୱନାଥ ସାହୁଙ୍କ ପୁତ୍ର ଚିତ୍ତରଞ୍ଜନ ସାହୁ, ଯିଏକି ଏକ କାଠ ମାଫିଆ, ସେ ଘର ବାହାରେ ତାଲା ପକାଇ ଭିତରେ ମୂଲ୍ୟବାନ କାଠ ପଟ୍ଟା ସବୁ ରଖି କାଠର ବିଭିନ୍ନ ଆସବାବପତ୍ର ଫର୍ଣ୍ଣିଚର ତିଆରି କରି ବ୍ୟାପକ ପରିମାଣରେ ବିକ୍ରୟ କରି ରାତାରାତି କୋଟିପତି ହେବା ନିଶାରେ ବନ ବିଭାଗ ଆଖିରେ ଧୂଳି ଦେଇ ଦୀର୍ଘ ଦିନ ହେଲା କାର୍ଯ୍ୟ ଚାଲୁ ରଖିଥିଲା। କୌଣସି ସୂତ୍ରରୁ ଖବର ପାଇ ଓଡ଼ଗାଁ ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ ସମସ୍ତ ମୂଲ୍ୟବାନ କାଠ ଓ ତିଆରି ସରଞ୍ଜାମ, ଯନ୍ତ୍ରାଂଶ ଇତ୍ୟାଦି ଜବତ କରାଯାଇଛି। ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଓଡ଼ଗାଁ ଜି ଶ୍ରୀନୁ, ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକ, ବନପାଳ ସରିତା ବରାଳ, ବନରକ୍ଷୀ ସୌମ୍ୟରଞ୍ଜନ ଦଳେଇ, ଉଦ୍ଧବ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ଦୀପ୍ତିମୟୀ ରାଉତ ଏବଂ ପ୍ରୋଟେକ୍ସନ ସ୍କ୍ୱାଡ୍ ପ୍ରଭୃତି ସାମିଲ ଥିବା ବେଳେ ସ୍ଥାନୀୟ ସରପଞ୍ଚ ସସ୍ମିତା ପାତ୍ର ଉପସ୍ଥିତ ଥିଲେ। ଘର ଦାଣ୍ଡ ଦୁଆର ତାଲା ପଡ଼ିଥିଲା ହେତୁ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଘରର ତାଲା ଭଙ୍ଗା ଯାଇଥିଲା। ଭିତରେ ବନ କର୍ମଚାରୀମାନେ ଯାହା ଦେଖିଲେ ସମସ୍ତେ ତାଜୁବ ହୋଇଯାଇଥିଲେ। ଏଠାରେ ଏତେ ମାତ୍ରାରେ ମୂଲ୍ୟବାନ କାଠ ସବୁ ମହଜୁଦ ରଖି ଦୀର୍ଘ ଦିନ ହେଲା ଫର୍ଣ୍ଣିଚର ଡିପୋ ଚାଲିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଚଢ଼ାଉ ବେଳେ କାହାକୁ ଗିରଫ କରାଯାଇନାହିଁ। ଓଡ଼ଗାଁରୁ ଦୀନବନ୍ଧୁ ମହାପାତ୍ରଙ୍କ ରିପୋର୍ଟ।